ମାଡ଼ି ଆସୁଛି ମହାବାତ୍ୟା। ଦକ୍ଷିଣ ଏସୀୟ ଦେଶ ଫିଲିପାଇନ୍ସରେ ଭୟଙ୍କର ବାତ୍ୟା ନେଇ ଆତଙ୍କ ଖେଳିଯାଇଛି। ବାତ୍ୟା ସମୟରେ ଘଣ୍ଟା ପ୍ରତି 215 କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ଏହି ବାତ୍ୟା ଯୋଗୁଁ ସ୍କୁଲ କଲେଜ ସବୁ ବନ୍ଦ ରଖାଯାଇଛି। ସମୁଦ୍ର କୂଳକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି। ବାତ୍ୟା ଯୋଗୁଁ ଏଠାରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ତେବେ ଏହି ବାତ୍ୟାର ନାମ କ୍ରଇଥନ ରଖାଯାଇଛି। ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ କାଗାୟନ ଏବଂ ବଟାନେସ୍ ପ୍ରଦେଶର ବାଲ୍ଟିକ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି 175ରୁ 215 କିମି ବେଗରେ ପବନ ବହିବା ଦେଖିବାକୁ ମିଳିଛି। ବାତ୍ୟା କ୍ରଇଥନ ଧୀରେ ଧୀରେ ପଶ୍ଚିମ ଦିଗକୁ ଗତି କରୁଛି ଏବଂ ମଙ୍ଗଳବାର ତାଇୱାନର ଉତ୍ତର ପୂର୍ବ ଦିଗ ଆଡ଼କୁ ମୁହାଁଇବା ପରେ ଏହା ମହାବାତ୍ୟାରେ ପରିଣତ ହୋଇପାରେ। ଆସନ୍ତା 48 ଘଣ୍ଟା ମଧ୍ୟରେ ବଟାନେସ୍ ନିକଟସ୍ଥ ଗାଁ ବାବୁୟାନ ଦ୍ୱୀପ ଏବଂ କାଗାୟନ ପ୍ରାନ୍ତର ଉପକୂଳବର୍ତ୍ତୀ ଗାଁଗୁଡ଼ିକରେ ଜୀବନହାନି ହେବାର ଆଶଙ୍କା ରହିଥିବା ବେଳେ ଏଠାରେ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଏପରିକି ଛାତଘର ଭାଙ୍ଗିବା ସମ୍ଭାବନା ଥିବାରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ମଧ୍ୟ କରାଯାଉଛି। ଗଛଲତା ଚାଷ ଜମି ବ୍ୟାପକ ପରିମାଣରେ କ୍ଷତି ହୋଇପାରେ। ଏହା ସହିତ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହେବା ସହ ବ୍ୟାପକ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି। ବର୍ତ୍ତମାନ କାଗାୟନ ପ୍ରଦେଶରେ ବାତ୍ୟା ଯୋଗୁଁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା ସହ ଉପକୂଳ ଓ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଶତାଧିକ ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସୋମବାର ଉତ୍ତର ପୂର୍ବରେ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି। ସୂଚନା ଅନୁସାରେ ଫିଲିପାଇନ୍ସରେ ପ୍ରତିବର୍ଷ ପ୍ରାୟ 20ଟି ବାତ୍ୟା ଆସିଥାଏ। 2013 ମସିହାରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାତ୍ୟା ଟାଇଫୁନ୍ 73ଶହରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା। ଏହି ବାତ୍ୟା ଯୋଗୁଁ କେନ୍ଦ୍ରୀୟ ଫିଲିପାଇନ୍ସରେ 50 ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ।